ମୁଁ ଗତକାଲି ଟେଲିଭିଜନ ନ୍ୟୁଜ୍ ଦେଖୁଥିଲି ବୌଦ୍ଧ ଜିଲ୍ଲାରେ ମାଧପୁର ବନାଞ୍ଚଳରେ କିଲୋମିଟର କିଲୋମିଟର ବ୍ୟାପୀ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଭାରି କଷ୍ଟ ଲାଗିଲା। ପରେ ଯେତେବେଳେ ମୁଁ ବୁଝିଲି ଯେ ସେଥିରେ ଏ ଜଙ୍ଗଲ ନିଆଁ ଆସିଲା କେଉଁଠୁ ନା ସେମାନେ ସେ ବିଲରେ ଥିବା ଯେଉଁ ଆପଣଙ୍କର କ୍ଷେତରେ ଯେଉଁ ନଡ଼ା ତାକୁ ସେମାନେ ନିଆଁ ଲଗାଇ ଦେଉଛନ୍ତି। ଇଏ ଅଭ୍ୟାସ ଆମର ପ୍ରାକ୍ଟିସ୍ ଏବେ ରହିଛି। ଦିଲ୍ଲୀରେ ଯେମିତି ଦିଲ୍ଲୀ ପାଖପାଖ ଅଞ୍ଚଳରେ ସେ ନଡ଼ାକୁ ନିଆଁ ଲଗାଇ ଦେବା ଫଳରେ ଏତେ ଧୂଆଁ ପରିବେଶ ହେଉଛି ଯେ ଦିଲ୍ଲୀ ସମ୍ପୂର୍ଣ୍ଣ ଭାବରେ ପ୍ରଦୂଷଣ ଯୁକ୍ତ ହୋଇଯାଉଛି। ସେଇଭଳି ଭାବରେ ବୌଦ୍ଧରେ ଏକଥା ସେମାନେ କରୁଥିଲେ, ନିଆଁ ଲଗାଇଦେଲେ ସେ ପୁରା ଉର୍ବର ହେବ। କିନ୍ତୁ ସେ ନିଆଁ କେତେବେଳେ ଯାଇ ଆପଣଙ୍କର ମାଧପୁର ବନାଞ୍ଚଳ ଭିତରେ ପଶିଯାଇଛି ଏବଂ ଗୋଟିଏ କିଲୋମିଟର କିଲୋମିଟର ବ୍ୟାପୀ ବହୁତ କ୍ଷତି ଆମର ମଧ୍ୟ କରିଛି। ଆପଣମାନେ ଥରେ ଚିନ୍ତା କରନ୍ତୁ, ଗଛ ପତ୍ର ତ ଯାହା ନଷ୍ଟ ହେଉଛି, ବଣ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ପଶୁ ପକ୍ଷୀ ନିଜର ବାସସ୍ଥଳୀ ଏବଂ ନିଜର ନିଡ଼କୁ ହରାଇ ସେମାନେ ଗାଁ ଆଡ଼କୁ ଚାଲି ଆସୁଛନ୍ତି ଏବଂ ଅର୍ଦ୍ଧେକ ତା ଭିତରୁ ମଧ୍ୟ ସରୀସୃପ ସବୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହା ଅତ୍ୟନ୍ତ କ୍ଷୋଭ ପରିତାପର ବିଷୟ। ନୂତନ ବଣ ଜଙ୍ଗଲ ସୃଷ୍ଟି କରିବା ଏବଂ ତାକୁ ସୁରକ୍ଷା ମଧ୍ୟ କରିବା ଏବଂ ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷା କରିବା ଇଏ ନିଶ୍ଚିତ ଭାବରେ ସରକାରଙ୍କର କାମ। କିନ୍ତୁ ଯଦି ଆମେ ସେଇ ବ୍ୟକ୍ତି ବା ଯେଉଁ ଚାଷୀମାନେ ନିଆଁ ଲଗାଇ ଦେଉଛନ୍ତି, କିଏ ବିଲରେ ନିଆଁ ଲଗାଇଲେ ଜଙ୍ଗଲକୁ ଗଲା, କିଏ ଜଙ୍ଗଲ ଭିତରେ ଯାଇକରି ବି ନିଆଁ ଲଗାଇ ଦେଉଛନ୍ତି। ଇଏ କାମ କରିବାର ଲୋକ କରୁଛନ୍ତି ଏବଂ ବନ ସୁରକ୍ଷା ସମିତିର ଲୋକମାନେ ବି ଜାଣିଗଲେଣି। ସେମାନଙ୍କୁ ସେମାନେ ଆୱାରନେସ୍ କରିବା ଫଳରେ ଧୀରେ ଧୀରେ ବହୁତ କମିଛି ମଧ୍ୟ। କିନ୍ତୁ ଏବେ ବି ଅନୁରୂପ ଭାବରେ ଜଙ୍ଗଲରେ ନିଆଁ ଲାଗିବାଟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେଇନାହିଁ। ଆୱାରନେସ୍ ଆହୁରି ଅଧିକ ହେବା ଦରକାର ଅଛି ଏବଂ ଜାଣି ଶୁଣିକରି ଯିଏ ଇଏ କାମ କରୁଛି ତାକୁ ଦଣ୍ଡ ଦେବାର ମଧ୍ୟ ଆବଶ୍ୟକତା ଅଛି। ମୁଁ ବନ୍ୟ ଅଧିକାରୀମାନଙ୍କୁ ସେଥିପାଇଁ ନିର୍ଦ୍ଦେଶ ଦେଉଛି ଯେ ଯେଉଁମାନେ ଏହି ବନ୍ୟ ନିଆଁ ପାଇଁ ଦାୟୀ ଯେଉଁମାନେ ଇନକ୍ୱାରି ହେବ ଆଉ ସେମାନେ ଯେଉଁମାନଙ୍କୁ ଆପଣ ଚିହ୍ନଟ କରିପାରୁଛନ୍ତି ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କ'ଣ ନ କମ୍ପ୍ରମାଇଜ୍, ଯେ ନିଆଁ ଲଗାଇବ ତାକୁ ବି କମ୍ପ୍ରମାଇଜ୍ ନୁହଁ। ବର୍ତ୍ତମାନ ଗ୍ରୀଷ୍ମକାଳ ଆରମ୍ଭ ହେଉଛି, ଏ ନିଆଁ ବୃଦ୍ଧି ଆହୁରି ବଢ଼ୁଛି, ବଢ଼ିବ ମଧ୍ୟ। ଏବେ ଶିମିଳିପାଳରେ ବି ଲାଗିଥିଲା ଗତ 12 ତାରିଖରେ। PCCA ମହାଶୟ କହୁଥିଲେ ଯେ ତାକୁ ଆମେ ଆୟତ୍ତ କରି ସଙ୍ଗେ ସଙ୍ଗେ ନିର୍ବାହ କରିଛୁ, କିନ୍ତୁ ଆହୁରି ଲାଗିବ। ଲୋକ ହିଁ ଲଗେଇବେ। ଇଏ ପ୍ରକୃତିରେ ଆପେ ଆପେ ନିଆଁ ଲାଗୁନାହିଁ, ତାକୁ ଲୋକମାନେ ଲଗେଇ ଦେଉଛନ୍ତି। ଆଉ ତାକୁ ଆମେ ଏବେ ଶିମିଳିପାଳ ଭଳିଆ ଯେଉଁଠି ନ୍ୟାସନାଲ୍ ପାର୍କ ଅଛି ସେ ତ AI ନିଶ୍ଚିତ ଭାବରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଡ୍ରୋନ୍ ଟେକ୍ନୋଲୋଜି ମଧ୍ୟ ସେଠି ବ୍ୟବହାର କରିବା ପାଇଁ ସବୁ ବ୍ୟବସ୍ଥା ହୋଇସାରିଲାଣି। ବ୍ୟାପକ ଭାବରେ ତାକୁ ଆଉ ଟିକେ ଆମକୁ ଅନୁଧ୍ୟାନ କରିବା ପାଇଁ ପଡ଼ିବ।